ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2026। ଶ୍ରେଣୀ ହେଉଛି ଷଷ୍ଠ, ବିଷୟ ହେଉଛି ଭୂଗୋଳ। ଶିକ୍ଷାର୍ଥୀଙ୍କ ନାମ ପିଲା ଏଠି ସମ୍ପୂର୍ଣ୍ଣ ତୁମର ନାମ ଲେଖିବ। ଏଇଠି ଲେଖିବ ତୁମର ରୋଲ୍ ନମ୍ବର, ଏଇଠି ଲେଖିବ ବିଭାଗ, ଏଇଠି ଲେଖିବ ତାରିଖ, ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ, ଏଇଠି ଲେଖିବ ତୁମର ବ୍ଲକର ନାମ। ସମୟ ହେଉଛି 2 ଘଣ୍ଟା। ପୃଷ୍ଠ ସଂଖ୍ୟା ହେଉଛି 6, ପ୍ରଶ୍ନ ସଂଖ୍ୟା 28, ପୂର୍ଣ୍ଣ ସଂଖ୍ୟା ହେଉଛି 50। ଠିକ୍ ଅଛି, ଦେଖିବା କ'ଣ ସବୁ ଅଛି। ପ୍ରଥମେ ଅଛି ସୂଚନା ପିଲାମାନେ ଯେ ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାର୍ଶ୍ୱରେ ଦିଆଯାଇଛି। ପ୍ରତ୍ୟେକ ପ୍ରଶ୍ନସ୍ଥଳୀ ବା ନିକଟରେ ଥିବା ଖାଲି ସ୍ଥାନରେ ଉତ୍ତର ଲେଖିବ। ଠିକ୍ ଅଛି, ପ୍ରଥମ ପ୍ରଶ୍ନ ଅଛି ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କରିବ। ପ୍ରଶ୍ନ ନମ୍ବର 1ରୁ 5 ପର୍ଯ୍ୟନ୍ତ। ପ୍ରଥମ ପ୍ରଶ୍ନ ଅଛି ଆମର ସୌରଜଗତ ଟେକ୍ସଟ ଛାୟାପଥରେ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ଆକାଶ ଗଙ୍ଗା। ଆକାଶ ଗଙ୍ଗା, ତୁମେ ଏଟାକୁ ଏଠାରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ ଅଛି ଆମ ଦେଶର ପ୍ରମାଣ ଦ୍ରାଘିମା କେତେ? ଆମ ଦେଶର ପ୍ରମାଣ ଦ୍ରାଘିମା କେତେ? ଏଠାରେ ସଠିକ୍ ଉତ୍ତରଟି ହେଉଛି 82 ଡିଗ୍ରୀ 30 ସେକେଣ୍ଡ। 82 ଡିଗ୍ରୀ 30 ସେକେଣ୍ଡ, ଏହାକୁ ତୁମେ ଏଇଠି ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ବଡ଼ ବଡ଼ ଗୋପାଳନ କେନ୍ଦ୍ରକୁ କ'ଣ କୁହାଯାଏ? କ'ଣ କୁହାଯାଏ? ଏଠାରେ ସଠିକ୍ ଉତ୍ତରଟି ହେଉଛି ରେଞ୍ଜ। ତୁମେ ରେଞ୍ଜକୁ ତୁମେ ଏଠାରେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ମହାନଦୀ ଡେକ୍ସ ମାଳଭୂମିରୁ ବାହାରିଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ଅମରକଣ୍ଟକ। ଠିକ୍ ଅଛି, ଅମରକଣ୍ଟକ, ଏଟାକୁ ତୁମେ ଏଠାରେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଆମାଜନ ନଦୀର ଉଭୟ ପାର୍ଶ୍ୱରେ ଡେକ୍ସ ତୃଣଭୂମି ଦେଖାଯାଏ। କେଉଁ ତୃଣଭୂମି ଦେଖାଯାଏ? ଏଠାରେ ସଠିକ୍ ଉତ୍ତରଟି ହେଉଛି ସାଭାନ୍ନା। ସାଭାନ୍ନା, ଠିକ୍ ଅଛି, ସାଭାନ୍ନାକୁ ତୁମେ ଏହି ଶୂନ୍ୟସ୍ଥାନରେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ପ୍ରଥମ ଯୋଡ଼ିର ସମ୍ପର୍କକୁ ଦେଖି ପରବର୍ତ୍ତୀ ଯୋଡ଼ିରେ ଶୂନ୍ୟସ୍ଥାନ ପୂରଣ କର। ପ୍ରଶ୍ନ ନମ୍ବର 6ରୁ 10 ନମ୍ବର ପର୍ଯ୍ୟନ୍ତ। ଠିକ୍ ଅଛି। ବିଷୁବରେଖା 0 ଡିଗ୍ରୀ, କର୍କଟ କ୍ରାନ୍ତି କେତେ ଡିଗ୍ରୀ ହେବ? ଏଠାରେ ସଠିକ୍ ଉତ୍ତରଟି ହେଉଛି 23 ଡିଗ୍ରୀ ଅଧା। ଠିକ୍ ଅଛି, ତୁମେ ଏଠି ଲେଖିବ 23 ଡିଗ୍ରୀ ଅଧା। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ରୁଷିଆ 11ଟି ପ୍ରମାଣ ସମୟ, ଯୁକ୍ତରାଷ୍ଟ୍ର ଆମେରିକା ଏଇଠି ହେବ 6ଟି, ଏଇଠି ହେବ 6ଟି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ୱାଶିଂଟନ ଡିସି ଯୁକ୍ତରାଷ୍ଟ୍ର ଆମେରିକା, ଅଟାୱା, ଅଟାୱା ଏଇଠି କ'ଣ ହେବ? ଏଠାରେ ହେବ କାନାଡ଼ା। ଠିକ୍ ଅଛି, କାନାଡ଼ା। ପରବର୍ତ୍ତୀ ପ୍ରଶ୍ନ ସବୁଜ ରଙ୍ଗ ସମତଳ ଭୂମି, ହଳଦିଆ ରଙ୍ଗ କ'ଣ? ହଳଦିଆ ରଙ୍ଗ କ'ଣ? ଏଠାରେ ଲେଖିବ ମାଳଭୂମି। ଠିକ୍ ଅଛି, ମାଳଭୂମି। ତାପରେ ପରବର୍ତ୍ତୀ ପ୍ରଶ୍ନ ଶାଳ ପର୍ଣ୍ଣମୋଚୀ ପାଇନ୍, ପାଇନ୍ କ'ଣ? ସରଳ ବର୍ଗୀୟ। ତୁମେ ଏଠି ଲେଖିବ ସରଳ ବର୍ଗୀୟ। ତାପରେ ପରବର୍ତ୍ତୀ ପ୍ରଶ୍ନ ଏକ ପଦରେ ପ୍ରକାଶ କର। ପ୍ରଶ୍ନ ନମ୍ବର 11ରୁ 14 ପର୍ଯ୍ୟନ୍ତ। ଠିକ୍ ଅଛି। ମନୁଷ୍ୟର ଆବଶ୍ୟକତା ପୂରଣ କରୁଥିବା ସମସ୍ତ ପଦାର୍ଥକୁ କ'ଣ କୁହାଯାଏ? କ'ଣ କୁହାଯାଏ? ସମ୍ବଳ। ଏଠି ତୁମେ ଲେଖିବ ସମ୍ବଳ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଏକ ସଂକୀର୍ଣ୍ଣ ଜଳଭାଗ ଯାହା 2ଟି ବୃହତ୍ ଜଳରାଶିକୁ ସଂଯୋଗ କରେ ତାକୁ କ'ଣ କୁହାଯାଏ? ତୁମେ ଲେଖିବ ପ୍ରଣାଳୀ। ଏଠି ଲେଖିବ ପ୍ରଣାଳୀ। ତାପରେ ପରବର୍ତ୍ତୀ ପ୍ରଶ୍ନ ଯେଉଁ ନଦୀ ସମୁଦ୍ରରେ ନ ପଡ଼ି ତା'ର ଗତିପଥରେ ଥିବା କୌଣସି ହ୍ରଦରେ ପଡ଼ିଥାଏ ତାକୁ କ'ଣ କୁହାଯାଏ? ତାକୁ ଲେଖିବ ଅନ୍ତଃସ୍ଥଳୀୟ ନଦୀ। ଲେଖିବ ଅନ୍ତଃସ୍ଥଳୀୟ ନଦୀ। ଠିକ୍ ଅଛି, ଅନ୍ତଃସ୍ଥଳୀୟ ନଦୀ। ତାପରେ ପରବର୍ତ୍ତୀ ପ୍ରଶ୍ନ ବାୟୁମଣ୍ଡଳରେ ଘଟୁଥିବା ଦୈନନ୍ଦିନ ପରିବର୍ତ୍ତନକୁ କ'ଣ କୁହାଯାଏ? ପାଣିପାଗ। ତୁମେ ଲେଖିବ ପାଣିପାଗ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି କସ୍ତମ ଶବ୍ଦ ଗୁଡ଼ିକ ସହିତ ଖସ୍ତମର ଉପଯୁକ୍ତ ଶବ୍ଦକୁ ମିଳନ କରିବ। ଠିକ୍ ଅଛି। ପ୍ରଥମେ ଅଛି ଗବେଷଣାଗାର। ଠିକ୍ ଅଛି, ଗବେଷଣାଗାରରୁ ଗାରଟା ଆଣିବ ଗଙ୍ଗୋତ୍ରୀ, ଗଙ୍ଗୋତ୍ରୀ। ତାପରେ ଅଛି ତୃଣଭୂମି, ତୃଣଭୂମିରୁ ଗାରଟା ଆଣିବ ଷ୍ଟେପ୍, ଷ୍ଟେପ୍କୁ ଗାରଟା ଆଣିବ। ଠିକ୍ ଅଛି। ତାପରେ ଅଛି ବାମନ ଗ୍ରହ, ବାମନ ଗ୍ରହରୁ ଗାରଟା ଆଣିବ ସିରିସ୍, ସିରସ୍। ତାପରେ ଅଛି ଭିକ୍ଟୋରିଆ, ଭିକ୍ଟୋରିଆରୁ ଗାରଟା ଆଣିବ କାମ୍ବେଜି। ଠିକ୍ ଅଛି, କାମ୍ବେଜିକୁ ଗାରଟା ଆଣିବ। ତାପରେ ଅଛି ଚିରହରିତ ଅରଣ୍ୟ, ଚିରହରିତ ଅରଣ୍ୟ ଗାରଟା ଆଣିବ ସେଲଭା। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି।
प्रदत्त भारतर मानचित्र देखि निम्नलिखित स्थानगुड़िक चिह्नट कर। प्रश्न नंबर 16 रु 18 पर्यंत। ठीक अच्छे मैंने प्रश्न नंबर 16 रु 18 पर्यंत एठार अच्छी तुम्हें क्यों स्थान अच्छी केवल चिह्नट कर। ठीक अच्छे पे संपूर्ण उत्तर मुझे स्क्रीन रे तुम्हें कर। ठीक अच्छे देखा परवर्ती प्रश्न। भौगोलिक कारण दर्शाओ। प्रश्न नंबर 19 रु 21 पर्यंत। आम सब बेले चंद्रर गोटे पार्श्व देखूँ। अति सुंदर प्रश्न पाने एठार सठिक उत्तरटी मुझे स्क्रीन कर। परवर्ती प्रश्न। ऑस्ट्रेलिया जीवजंतु अन्य महादेश में जीवजंतु मान भिन्न। अति सुंदर प्रश्न पाने यार सठिक उत्तर मुझे स्क्रीन तुम्हें कर। ठीक अच्छे देखा परवर्ती प्रश्न। उत्तर भारत समतल अंचल जनसंख्यार घनत्व अधिक। यार सठिक उत्तर मुझे स्क्रीन तुम्हें कर पे। ठीक अच्छे देखा परवर्ती प्रश्न। संक्षिप्त टिप्पणी लेख। प्रश्न नंबर 22 रु 24 पर्यंत। पृथ्वीर छात अति सुंदर प्रश्न पाने यार सठिक उत्तर मुझे स्क्रीन तुम्हें कर। ठीक अच्छे परवर्ती प्रश्न। छायावृत अति सुंदर प्रश्न पाने यार सठिक उत्तर मुझे तुम्हें कर। ठीक अच्छे परवर्ती प्रश्न। परिसंस्था यार सठिक उत्तर मुझे स्क्रीन तुम्हें कर पे। ठीक अच्छे देखा परवर्ती प्रश्न कौन अच्छी। पार्थक्य दर्शाओ। प्रश्न नंबर 25 रु 26 पर्यंत। ग्रीष्म अयनांत दिवस और शीत अयनांत दिवस मध्य पार्थक्य कौन अच्छी पे यार संपूर्ण सठिक उत्तर मुझे स्क्रीन तुम्हें कर। ठीक अच्छे परवर्ती प्रश्न। वायुमंडल और बायुमंडल अति सुंदर प्रश्न पे एठार सठिक उत्तर मुझे तुम्हें कर। ठीक अच्छे देखा परवर्ती प्रश्न कौन अच्छी। चित्रांकन कर पृथ्वीर विभिन्न तापमंडल गुड़िक विषय वर्णना कर। किंबा आज पे जेकोसी गोटे कर चित्रांकन कर वायुमंडल विभिन्न स्तर गुड़िक विषय संक्षेप वर्णना कर। अति सुंदर प्रश्न पे यार सठिक उत्तर मुझे स्क्रीन तुम्हें कर। ठीक अच्छे देखा परवर्ती प्रश्न कौन अच्छी। आफ्रिका महादेशर जबजंतु और प्राकृतिक उद्भिद विषय संक्षेप वर्णना कर। किंबा अच्छी पे हिमालय पर्वतमाल विभिन्न पर्वत श्रेणी विषय संक्षेप लेख। पे संपूर्ण सठिक उत्तर मुझे स्क्रीन तुम्हें कर। ठीक अच्छे धन्यवाद पे वीडियो केमती लगला निश्चय कमेंट कर लाइक कर शेयर कर। ठीक अच्छे धन्यवाद।